ସିଫା ଏବଂ ଭିତରକନିକା ଚାଷୀ ଉତ୍ପାଦକ କମ୍ପାନୀର ତାଲିମ ସଚେତନତା ଶିବିର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିଆଳ ଭାରତୀ ମଣ୍ଡପ ପରିସରରେ ସିଫା ଏବଂ ଭିତରକନିକା ଚାଷୀ ଉତ୍ପାଦକ କମ୍ପାନୀ ତରଫରୁ ତାଲିମ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସିଇଓ ବୈକୁଣ୍ଠ ନାଥ ପ୍ରଧାନଙ୍କ ପୌରୋହିତ୍ୟରେ ବୈଜ୍ଞାନିକ ଅଧ୍ୟକ୍ଷ ସତ୍ୟନାରାୟଣ ସେଠୀ, ବୈଜ୍ଞାନିକ ଅଧ୍ୟାପକ ଗୌରୀଶଙ୍କର ସାହା, ସନ୍ଦୀପ ବେହେରା, ତପନ କୁମାର ରାଉତ, ଲକ୍ଷ୍ମୀଧର ସାହୁ, ଏମ୍ଡି ପ୍ରେମାନନ୍ଦ ବଳ ପ୍ରମୁଖ ମାଛ ଚାଷ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଆଳିର ମତ୍ସ୍ୟ ଅଧିକାରିଣୀ ସତ୍ୟଭାମା ଜେନା ମତ୍ସ୍ୟ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଅବଗତ କରିବା ସହିତ ରମେଶ ଚନ୍ଦ୍ର ନାୟକ ବିସ୍ତୃତ ଆଲୋଚନା କରିଥିଲେ। ବୈକୁଣ୍ଠନାଥ ପ୍ରଧାନ, ଘର ରାଜକନିକା। ମୁଁ ଏଠି ଭିତରକନିକା ଫାର୍ମର୍ସ ପ୍ରୋଡ୍ୟୁସର କମ୍ପାନୀର ସିଇଓ ଭାବରେ କାମ କରୁଛି। ଆଉ ये जो ଭିତରକନିକା ଫାର୍ମର୍ସ ପ୍ରୋଡ୍ୟୁସର କମ୍ପାନୀ 2019 ଆରମ୍ଭ ହେଲାଣି, କିନ୍ତୁ ଯେହେତୁ କୋରୋନା ପାଇଁ 19, 20, 21 3 ବର୍ଷ ଆମେ କିଛି କାମ ଆଗକୁ ନେଇପାରିଲୁନି। ତେଣୁ ବିଶେଷ କରି 22 ମସିହା ଠାରୁ ଆମେ এই କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ପ୍ରୟାସ କରିଛୁ। ଆଉ ଆମର ଯେ ଭିତରକନିକା ଫାର୍ମର୍ସ ପ୍ରୋଡ୍ୟୁସର କମ୍ପାନୀର ବର୍ତ୍ତମାନ 529 ଜଣ ସେୟାର ହୋଲ୍ଡର ଅଛନ୍ତି। ଆଉ 5,48,000 ଟଙ୍କା ମଧ୍ୟ ସେୟାର ହୋଲ୍ଡର ପଇସା ଅଛି, ସେୟାର ମାନଙ୍କର ପଇସା ଅଛି। ସେ ପଇସା ନେଇକି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଆମେ ଲଗେଇଛୁ, ଯେଉଁଟାକି ମାଛ ଚାଷ ପାଇଁ ମାଛ ଦାନା, ମାଛ ଜାଆଁଳ, ଆଉ କୁକୁଡ଼ା ପାଇଁ କୁକୁଡ଼ା ଚିଆଁ, କୁକୁଡ଼ା ଦାନା, ତା ସହିତ ଗୋରୁ ଦାନା। ଆଉ ଏଇ କାର୍ଯ୍ୟକ୍ରମ କରିବା ଭିତରେ 2 ବର୍ଷ ଆମେ କଲା ପରେ 22, 23, 24ରେ ଆମେ ଆରମ୍ଭ କରିଛୁ ବିଶେଷ କରି ହଳଦୀ ଗୁଣ୍ଡ। ଯେହେତୁ ଆମେ ଦେଖୁଛୁ ଅପମିଶ୍ରିତ ଖାଦ୍ୟ ସବୁ ଲୋକ ଖାଇକି ଅସୁବିଧାରେ ପଡ଼ୁଛନ୍ତି, ତେଣୁ ଆମେ କେବଳ ହଳଦୀ ଆଣିକି ନିଜେ ମେସିନ୍ ରଖି ଗୁଣ୍ଡ କରୁଛୁ ଏବଂ ତା ସହିତ ଜିରା, ଫୁଟଣ ଏଗୁଡ଼ାକୁ ଆଡ଼୍ କରିଛୁ। ଖାଦ୍ୟ ସାମଗ୍ରୀ କେମିତି ଲୋକ କମ୍ ରେଟ୍ରେ ଆଉ ସୁବିଧାରେ ଆଉ ଭଲ ଜିନିଷ ଯେଉଁଟାକି ଖାଦ୍ୟ ଉପଯୋଗୀ ଜିନିଷ ଖାଇବେ, ସେଇଥିପାଇଁ ଏଇଟା ଗୋଟେ ପ୍ରୟାସ କରିଛୁ। ଆଜିର କାର୍ଯ୍ୟକ୍ରମ ହେଉଛି ଯେ ମାଛ ଚାଷ କରିବା ପାଇଁ ମୁଁ ଆଳିରେ ଯେତିକି ଦେଖିଛି ବହୁତ ପୋଖରୀ ଅଛି, କିନ୍ତୁ ଆମେ ଜାଆଁଳ ଦିଟା ଛାଡ଼ନ୍ତି, କିନ୍ତୁ ପ୍ରକୃତରେ ଦାନା ଦେଇକି ତାକୁ ବ୍ୟବସାୟ ଭିତ୍ତିକ କାର୍ଯ୍ୟକ୍ରମ କରିବା ପାଇଁ ଆମେ ଟିକେ ପଛୁଆ ଅଛୁ। ସେଥିପାଇଁ ସିଫା ତରଫରୁ ଏଇ କାର୍ଯ୍ୟକ୍ରମ ମଧ୍ୟ ଗୋଟେ ଆଜିର କାର୍ଯ୍ୟକ୍ରମ ନିଆଯାଇଛି। ତେଣୁ ମୁଁ ସିଫା ତରଫରୁ ସିଫାକୁ ମଧ୍ୟ ଧନ୍ୟବାଦ ଦେବି। ଲୋକଙ୍କୁ ଯେଉଁ ଆୱାରନେସ୍ କରାଉଛନ୍ତି ଯେ ମାଛ ଚାଷ କରିବା ପାଇଁ ଆମକୁ ବ୍ୟବସାୟ ଭିତ୍ତିକ କରିବାକୁ ପଡ଼ିବ। ବିଶେଷ କରି ମାଆମାନଙ୍କୁ ଆମେ ବେଶୀ ସାମିଲ କରିବାକୁ ଚାହୁଁଛୁ, ଯେହେତୁ ଘର ପଛପଟରେ ବାଡ଼ି ଅଛି, ବାଡ଼ି ପଛପଟରେ ପୋଖରୀ ଅଛି। ସେମାନେ ଖାଦ୍ୟ ଦେବା ପାଇଁ ଗୋଟେ ମଜୁରୀ ଦରକାର ନାହିଁ, ନିଜେ ଦେଇପାରିବେ ଏବଂ ନିଜେ ଉନ୍ନତ ମାନର ମାଛ ଅମଳ କରି ଆଜିକାଲି ମାଛର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ଆଉ ପ୍ରକୃତ ଦେଖିବାକୁ ଗଲେ ଆମ ଓଡ଼ିଶାରେ ମାଛ ଆମେ ସମସ୍ତେ କହୁଛନ୍ତି ଦେଶୀ ମାଛ ଯଦି ଅଛି, ମୁଁ ଭାବୁଛି ମୋ ହିସାବରେ 40% ଦେଶୀ ମାଛ ଆମେ, ଯେଉଁଟାକି ବାହାରୁ ଆମେ କହୁଛନ୍ତି ଆନ୍ଧ୍ରା ମାଛ କୁହନ୍ତୁ ବା ଅଲଗା ଆଡ଼ୁ ମାଛ ଆଣିକି ଆମେ ଓଡ଼ିଶାରେ ଖାଉଛନ୍ତି। ତେଣୁ ଆମେ ସେଇଟାକୁ ଭରଣା କରିବା ପାଇଁ ପ୍ରୟାସ କରୁଛୁ। ଆଜି ଏ କାର୍ଯ୍ୟକ୍ରମ ମଧ୍ୟ ସଫଳ ହେବ ବୋଲି ମୁଁ ଭାବୁଛି। ବହୁତ ଲୋକ ଚାଷୀ ବାହାରିବେ। ଏଇଟା नमस्कार, मो ना है डॉक्टर सत्यनारायण सेठी। मो सिफारे प्रिंसिपल साइंटिस्ट अच्छी। आउ मो ये सब माछ चाष विषय रिसर्च करुँ काम कर। आज कार्यक्रम थिला जे केमिति आमर भाई भौणी मानकु माछ चाष विषय उन्नत प्रणाली माछ चाष होउची ता विषय शिखेबा, केमिति माछ चाष करिकी आमे 2 पैसा लाभ अधिका पाइबा। आउ एटा इको फ्रेंडली भी माछ चाष, तेणु एटा करा जाओ। जमती आपण मानकर बहुत स्कीम अच्छी आमर, जमती सिफारे जीआई काटला अच्छी, जेंटिकली जमती धान भेराइटी अच्छी, से माछ भी आमर अच्छी भेराइटी। जीआई काटला अच्छी, आउ जीआई स्कैम्पी अच्छी, चिंगुड़ी एटा उन्नत धरणर चिंगुड़ी, आउ जयंती रोहू, ये सब जो अच्छा भेराइटी 25 वर्ष दीर्घ रिसर्च कराई। तेणु ये जो अच्छी या आपण मैंने नहीं चाष करेंगे अधिका रु अधिका प्रोडक्शन हम, आपंकर माछ अधिका उत्पादन हम, चाषी बहुत भी भाई भी बहुत बेनिफिट भी पाइबे। ସମାଜରେ ମାଛର ଚାହିଦା ବଢ଼ୁଥିବାରୁ ମାଛ ଉତ୍ପାଦନ ନିମନ୍ତେ ଜ୍ଞାନ କୌଶଳ ସହିତ ଚାଷୀ ଅଧିକ ଲାଭବାନ ହେବାର ସଚେତନତା ସୃଷ୍ଟି କରାଯାଇଥିଲା। ଏହି ସଫଳ କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷ ନିମନ୍ତେ ଆଗ୍ରହୀ ଶତାଧିକ ମହିଳା ପୁରୁଷ ମତ୍ସ୍ୟ ଚାଷୀ ଭିତରକନିକା ଚାଷୀ ଉତ୍ପାଦକ କମ୍ପାନୀର ସଦସ୍ୟ ଦେଇଥିଲେ। ମନୋରଞ୍ଜନ ମିଶ୍ରଙ୍କ ସମେତ ସନ୍ଦୀପ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଳିରୁ ଅଭୟ କୁମାର ସୁତାରଙ୍କ ରିପୋର୍ଟ, ସ୍ୱାସ୍ତିକ ନ୍ୟୁଜ୍।
ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।